ଫାର୍ଷ୍ଟ ଯେବେ ଖୋଲିଲା 2015-16 ମସିହାରେ BCI ସ୍କୁଲ ନୀଳଗିରିରେ ମୁଁ ପୋଷ୍ଟିଂ ପାଇଥିଲି। ତ ଦୀର୍ଘ 6 ବର୍ଷ ମୁଁ ସେଠି ସମୟ ଦେଇଛି, କାମ କରିଛି। ତ ଆମେ ଆମର ଯେଉଁଟା ଯେତିକି ସବୁ ଆମର ଦାବି ଥିଲା ଲୋୟର PMGରେ ଆମେ ସବୁ ଧାରଣା କରୁଥିଲୁ ୱିଥ୍ ପରମିସନ୍ରେ। ବଟ୍ ସେହି ସମୟରେ ଆକ୍ରୋଶମୂଳକ ଭାବେ ଆମେ 9 ଜଣ ଚାକିରି କରୁଥିଲୁ। 9 ଜଣକୁ ଆମର ପ୍ରେସିଡେଣ୍ଟ, ସେକ୍ରେଟାରୀ, ମୁଁ ବାଲେଶ୍ୱର ମୁରି କରୁଥାଏ, ଆମକୁ ସବୁ ଛୁଟି କରାଗଲା। ବାଲେଶ୍ୱର ମୁଁ ନୁହେଁ, ଆଉ ଜଣେ ଆମର ସାଙ୍ଗ ଜଣେ ଥିଲେ, ସିଏ ବି ପୁରୁଣା ହାଇସ୍କୁଲରେ ଥିଲେ, ତାକୁ ବି ଛୁଟି କରାଗଲା। ସ୍ୱଳ୍ପ ଦରରେ ଆମେ କାମ କରୁଥିଲୁ। ତ ଆମର ଦାବି ପାଇଁ ଆମେ ଯାଇଥିଲୁ, ରାଜରାସ୍ତାରେ ଓହ୍ଲାଇଥିଲୁ, ବସିଥିଲୁ, ହେଲେ ସରକାର ଆମ କଥା ଶୁଣିଲେ ତ ନାହିଁ, ଆମକୁ ଛଟେଇ କରିଦେଲେ। ଦୀର୍ଘ 6 ବର୍ଷ ଗୋଟେ କ୍ୟାରିୟର, ମାନେ ଜୀବନ ଯେଉଁ କ୍ୟାରିୟର ଆମେ ସମୟ ଦେଇଥିଲୁ ସେ ସ୍କୁଲକୁ, ପ୍ରାୟ 600-700 ପିଲା ବି ପାସ୍ କରିଥିଲେ ପ୍ରତିବର୍ଷ। ତ ଆମର ଚାକିରି ରହିଲାନି, ରାତାରାତି ଆମକୁ ତଡ଼େଇଦେଲେ। ଆପଣଙ୍କୁ ସୁଯୋଗ ବି ଦେଲେନି, ଆମକୁ କୈଫିୟତ ଦେବା ପାଇଁ ବି ସୁଯୋଗ ଦେଲେନି। ତ ଏଇ ନ୍ୟାୟ ପାଇଁ ଆମର ପୁଣି ଆମେ ଏକତ୍ରିତ ହୋଇଛୁ, ଆନ୍ଦୋଳନ କରୁଛୁ। ତ ମୁଁ ସରକାରକୁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରିବି, ଯେଉଁମାନେ ଛଟେଇ ହୋଇଛନ୍ତି 9 ଜଣ, ତାକୁ ପୁନଃ ସ୍ଥାପିତ କରାଯାଉ। ଆଉ ଯେଉଁ ଭାଇମାନେ ସାର୍ମାନେ ଆମ କାମ କରୁଛନ୍ତି, ଜୀବନ 7 ବର୍ଷ 8 ବର୍ଷ କାମ କରିସାରିଲାଣି, ତାକୁ ଉପଯୁକ୍ତ ନ୍ୟାୟ ଦିଅନ୍ତୁ, ଏତିକି ମୁଁ କହିବି।